ବୃଦ୍ଧାବସ୍ଥା ପେନସନକୁ ନେଇ ଖୁସି ଖବର। ଏଣିକି 5 ମିନିଟରେ ହାତ ପାହାନ୍ତାରେ ମିଳିବ ଲାଭ। ଏଣିକି ବୃଦ୍ଧାବସ୍ଥାରେ ପେନସନ ପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ ଯୋଜନା ହେଉଛି ବୃଦ୍ଧ ନାଗରିକଙ୍କ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହି ଯୋଜନା ଅଧୀନରେ 60 ବର୍ଷରୁ ଅଧିକ ବୟସର ଯୋଗ୍ୟ ଭାରତୀୟ ନାଗରିକଙ୍କୁ ପେନସନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା ସମ୍ପୂର୍ଣ୍ଣ ମାଗଣା ଅଟେ। ଏହି ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତି ମାସରେ ଜମା ହୋଇଥାଏ। ପୂର୍ବରୁ ଏହି ଯୋଜନାର ଲାଭ ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା, କିନ୍ତୁ ବର୍ତ୍ତମାନ ଆପଣ ଘରେ ବସି 5 ମିନିଟରେ ଏହାକୁ ସହଜରେ ଅନଲାଇନ୍ ପ୍ରୟୋଗ କରିପାରିବେ। ଏହା ବ୍ୟତୀତ ଏହି ଯୋଜନାର ଲାଭ କିଏ ପାଇପାରିବେ ଆସନ୍ତୁ ଜାଣିବା। ଭାରତୀୟ ନାଗରିକମାନେ ଏହି ଯୋଜନାର ଲାଭ ପାଇପାରିବେ। ଲାଭ ପାଇବାକୁ ଆବେଦନ ବୟସ 60 ବର୍ଷ କିମ୍ବା ତା'ଠାରୁ ଅଧିକ ହେବା ଉଚିତ। ଏହା ବ୍ୟତୀତ ଆବେଦନକାରୀଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ ଯେ ସେ ଅନ୍ୟ କୌଣସି ସରକାରୀ ପେନସନ ଯୋଜନାରେ ସୁବିଧା ପାଉନାହାନ୍ତି। ଯଦି ଜଣେ ବ୍ୟକ୍ତି ଅନ୍ୟ ସରକାରୀ ସୁବିଧାର ଫାଇଦା ନେଉଛନ୍ତି, ତେବେ ସେ ଏହି ସୁବିଧା ପାଇବେ ନାହିଁ। ଆବେଦନ ପାଇଁ ଆବଶ୍ୟକୀୟ ଦସ୍ତାବିଜ: ଡୋମିସାଇଲ ସାର୍ଟିଫିକେଟ, ବୟସ ପ୍ରମାଣପତ୍ର, ଠିକଣା ପ୍ରମାଣପତ୍ର, ଆଧାର କାର୍ଡ, ଭୋଟର କାର୍ଡ କିମ୍ବା ବିଦ୍ୟୁତ ବିଲ୍, ବ୍ୟାଙ୍କ ପାସବୁକ୍, ରାସନ କାର୍ଡ, ଗୋଟିଏ ଆଫିଡେଭିଟ ଯେଉଁଥିରେ ଉଲ୍ଲେଖ ଥିବା ଆବେଦନକାରୀ ଅନ୍ୟ କୌଣସି ପେନସନ ଯୋଜନାର ହିତାଧିକାରୀ ନୁହନ୍ତି। ଲାଭ ପାଇବା ପାଇଁ କିପରି କରିବେ ଆବେଦନ? ଏହି ଯୋଜନାର ଲାଭ ପାଇବା ପାଇଁ ଦୁଇଟି ବିକଳ୍ପ ଅଛି। ଆପଣ ସିଏସସି କେନ୍ଦ୍ର ପରିଦର୍ଶନ କରି ଆବେଦନ ଫର୍ମ ପୂରଣ କରିବେ, ତଥାପି ସେଠାରେ ଏହି କାର୍ଯ୍ୟ ପାଇଁ ଆପଣଙ୍କୁ ଦେୟ ଲାଗିବ। ଯଦି ଆପଣ ଏହାକୁ ଅନଲାଇନ୍ କରନ୍ତି, ତେବେ ଆପଣଙ୍କୁ ଗୋଟିଏ ଟଙ୍କା ଦେବାକୁ ପଡ଼ିବ ନାହିଁ। ଆପଣ କିପରି ଆବେଦନ କରିବେ ତାହା ଆସନ୍ତୁ ଜାଣିବା। ଉମଙ୍ଗ ଆପ୍ ଡାଉନଲୋଡ୍ କରନ୍ତୁ। ଏହାକୁ ଖୋଲନ୍ତୁ। ସର୍ଚ୍ଚ ବକ୍ସରେ ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ ସ୍କିମ୍ ଟାଇପ୍ କରନ୍ତୁ। ଏନ୍ଏସ୍ଏପି ଅପସନ ଉପରେ କ୍ଲିକ୍ କରନ୍ତୁ। ପେନସନ ସ୍କିମ୍ ସମ୍ବନ୍ଧୀୟ ସୂଚନା ପଢ଼ନ୍ତୁ। ଆପ୍ଲାଇ ଉପରେ କ୍ଲିକ୍ କରନ୍ତୁ। ନାମ, ଠିକଣା, ବ୍ୟାଙ୍କ ଆକାଉଣ୍ଟର ବିବରଣୀ, ଆଧାର କାର୍ଡ ନମ୍ବର ଭଳି ଆବେଦନ ଫର୍ମ ପୂରଣ କରନ୍ତୁ। ଆଧାର ନମ୍ବର ନିଶ୍ଚିତ କରନ୍ତୁ ଏବଂ ପାସପୋର୍ଟ ସାଇଜ ଫଟୋ ଅପଲୋଡ୍ କରନ୍ତୁ। ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ଏପରି ପ୍ରକ୍ରିୟା ସମାପ୍ତ ହେବା ପରେ ଆପଣ ଏହି ଯୋଜନା ପାଇଁ ପଞ୍ଜୀକୃତ ହେବେ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବୃଦ୍ଧମାନଙ୍କୁ ସେମାନଙ୍କ ଆର୍ଥିକ ସହାୟତା ଯୋଗାଇ ସୁରକ୍ଷା ପ୍ରଦାନ କରିବା। ଏହି ପ୍ରକ୍ରିୟା ସମାପ୍ତ କରିବାକୁ ଅତିକମରେ 5 ମିନିଟ୍ ସମୟ ଲାଗେ। ଏହି 5 ମିନିଟ୍ ମଧ୍ୟରେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ହୁଅନ୍ତି।